ରୂପସା ରାଗିକି କହିବେ, ନାଇଁ, ଯୋଉ ଲକ୍ଷ୍ୟ ନେଇକି ମୁଁ ସେମାନଙ୍କ ପାଇଁ କାମ କଲି, କିନ୍ତୁ ମୁଁ ପାଇଲି କ'ଣ? ତା ପ୍ରତିବଦଳରେ କିଛି ବି ନାହିଁ। ମୁଁ ଆଦର୍ଶ ଆଉ ପଲ୍ଲବୀକୁ ସବୁଦିନ ପାଇଁ ପରସ୍ପର ପାଖରୁ ଅଲଗା କରିବାକୁ ଚେଷ୍ଟା କରିଥିଲି, ହେଲେ ସେମାନେ ପୁଣି ଥରେ ଅଠା ବୋଲି ଜଏଣ୍ଟ ହେଇଗଲେ। ପଲ୍ଲବୀକୁ ମୁଁ ଦେଶ ବାହାରକୁ ପଠାଇ ଦେଇ ଆଦର୍ଶକୁ ସବୁଦିନ ପାଇଁ ମୋ ହାତ ମୁଠାକୁ ଆଣି ତାଙ୍କୁ ଗୋଲାମ କରି ରଖିବା ପାଇଁ ଚାହୁଁଥିଲି, କିନ୍ତୁ ହେଲା କ'ଣ? ଏ ଦୁଇ ଜଣ ଯାକ ଏକାଠି ହେଇ ମୋତେ ତାଙ୍କ ଭିତରୁ ସବୁଦିନ ପାଇଁ ଅଲଗା କରିଦେଲେ। ନାଇଁ ନାଇଁ ନାଇଁ, ମୁଁ ଏସବୁ କେବେ ବି ଚାହିଁନଥିଲି, କେବେ ବି ନୁହେଁ। ତାପରେ ମାଲିନୀର ଫୋନ୍ ଆସିବ। ତାପରେ ରୂପସା କଲ୍ ଉଠାଇ କହିବେ, କୁହ। ତାପରେ ମାଲିନୀ କହିବେ, କଥା କ'ଣ ରୂପସା? ଆଦର୍ଶ ଗୋଟେ ଜିଅନ୍ତା ଶବ ପାଲଟି ଯାଇଛି, ଆଉ ସେ କେତେବେଳେ ବି ଉପରକୁ ଯାଇପାରେ। ଏ ନ୍ୟୁଜ୍ ଚାରିଆଡ଼େ ଘୁରି ବୁଲୁଛି। ସେଠି ସବୁ ଠିକ୍ ଅଛି ତ? ଆଇ ୱିଲ୍ ଆଦର୍ଶଙ୍କ ସାଙ୍ଗରେ କଣ୍ଡିସନ୍ ଠିକ୍ ଅଛି ତ? ଏହାପରେ ରୂପସା ରାଗିକି କହିବେ, ଆଦର୍ଶଙ୍କ କଣ୍ଡିସନ୍ ଏକଦମ ଠିକ୍ ଅଛି ମାମା। କେବଳ ଆଦର୍ଶ କାହିଁକି, ଏ ଘରେ ସମସ୍ତଙ୍କର କଣ୍ଡିସନ୍ ଏକଦମ ଫିଟ୍ ଆଣ୍ଡ ଫାଇନ୍ ଅଛି। ଆଉ ବାହାରେ ଯେଉଁ ସବୁ ନ୍ୟୁଜ୍ ଘୁରି ବୁଲୁଛି ସେସବୁ ଫେକ୍ ନ୍ୟୁଜ୍ ଆଉ ମିଛ ନ୍ୟୁଜ୍। ଏହାପରେ ମାଲିନୀ କହିବେ, ମିଛ ମାନେ? ପୁଣି ରୂପସା କହିବେ, ମାନେ ଆଦର୍ଶଙ୍କର ଏ ଗୋଟେ ପ୍ଲାନ୍, ଆଉ ମ୍ୟାଡାମ୍ ପଲ୍ଲବୀ ମହାପାତ୍ରଙ୍କୁ ପାଖକୁ ଆଣିବା ପାଇଁ। ଖାଲି ଆଦର୍ଶ ନୁହନ୍ତି, ଏ ଘର ସମସ୍ତେ ସାମିଲ ଅଛନ୍ତି। ଭାବିଥିଲି ପଲ୍ଲବୀ ଚାଲି ଯାଇଛି, ଆଦର୍ଶ ଆଉ ମହାପାତ୍ର ଫ୍ୟାମିଲି ଉପରେ ପ୍ରତିଶୋଧ ନେବା ପାଇଁ ଏ ଗୋଟେ ବଢ଼ିଆ ସୁଯୋଗ। ମୋର ପୁରା ପ୍ଲାନ୍ ଫେଲ୍ ହେଇଗଲା ମାମା। ଆଦର୍ଶ ଏ ମିଛ ଖବର ଚାରିଆଡ଼େ ପ୍ରଚାର କରିଦେବା ଯୋଗୁଁ ପଲ୍ଲବୀ ଫରେନ୍ ନ ଯାଇ ଅଧା ବାଟରୁ ପଳାଇ ଆସିଲା। ଆଉ ଏମାନେ ପୁଣି ଥରେ ଏକାଠି ହେଇ ଘିଅରୁ ମାଛି ବାହାର କରି ଫୋପାଡ଼ିଲା ଭଳିଆ ଏମାନେ ମୋତେ ଗୋଟେ ଆଉଟସାଇଡର ବନେଇ ଦେଲେଣି ମାମା। ତାପରେ ମାଲିନୀ କହିବେ, କୁଲ୍ ଡାଉନ୍ ରୂପସା, କୁଲ୍ ଡାଉନ୍। ତାପରେ କ'ଣ ଲାଗୁଛି ଆମକୁ କମେଣ୍ଟ କରି ନିଶ୍ଚିତ ଭାବେ ଜଣାନ୍ତୁ।